ତା ହାଡ଼କୁ ଆଣି ବ୍ୟାଙ୍କ ଆଗେ ଥୋଇଥାନ୍ତା। ଗୋଟେ ଆଦିବାସୀ ପରିବାରରେ ଜନ୍ମ, ନିରୀହ ପରିବାର, ଗରିବ ପରିବାର, ତାକୁ ସାହାଯ୍ୟ ମିଳିଲାନି ବୋଲି, ନ୍ୟାୟ ମିଳିଲାନି ବୋଲି ବାଧ୍ୟ ହୋଇ ଆଣି ସେ ଥୋଇଲା, ତାପରେ ନିଜ ଭାଗିଲା। ମୋହନ ମାଝୀ ତମେ କହୁଛ କେନ୍ଦୁଝରକୁ ସୁନା କରିଦେବି, ହୀରା କରିଦିଅ। ଆଉ ତମରି ଆଦିବାସୀ ଭଉଣୀ ମରିଗଲା, କିଛି ସାହାଯ୍ୟ ପାଇଲାନି। ତା କଙ୍କାଳକୁ ନେଇକି ଥୋଇଲା ପରେ ବ୍ୟାଙ୍କ ଉପରେ, ବ୍ୟାଙ୍କ ଘରେ ପହଞ୍ଚିଲା, ସରକାର ତତ୍ପର ହେଲେ, ସମସ୍ତେ ଲାଗି ପଡ଼ିଲେ। ଲଜ୍ଜା ଲାଗୁନି? ତମେ ସୁନା କରିବ କେନ୍ଦୁଝରକୁ? ତମର କେନ୍ଦୁଝର ଆଦିବାସୀ ଭଉଣୀ କି ଅବସ୍ଥାରେ ପୋତା ହେଇଥିଲା ମରିକିରି, ତାକୁ ଆଣି ସେ କଙ୍କାଳକୁ ଦେଖେଇଲା ପରେ ବ୍ୟାଙ୍କ ତାକୁ ସାହାଯ୍ୟ ଦେଲା। ଲଜ୍ଜା ଲାଗୁନି? ଏଭଳିଆ ମୁଖ୍ୟମନ୍ତ୍ରୀ ତମେ, ତମରି ଜିଲ୍ଲା, ତମରି ଆଦିବାସୀ, ଏଭଳିଆ ବାହାପିଆ କଥା। ସୁନାରେ ଛାଉଣି କରିଦିଅ, ହୀରାରେ ଛାଉଣି କରିଦିଅ, ଆଦିବାସୀ ଭଉଣୀଟାକୁ ତ ପ୍ରୋଟେକ୍ସନ ଦେଇପାରିଲନି। ଲଜ୍ଜା। ଅସ୍ମିତା ଗଲା କୁଆଡେ? କି ଓଡ଼ିଆ ଅସ୍ମିତା କଣ ଆଙ୍କର ଅଛି? ଏଗୁଡ଼ାକ ନିର୍ଭର କରିଛନ୍ତି ମୋହନ ମାଝୀ, ନରେନ୍ଦ୍ର ମୋଦି ଉପରେ, ଶାହ ଉପରେ, ଯାହା ସିଆଡ଼ୁ ଆସିବ। କିଛି ଗୋଟେ ରାଜ୍ୟର ବିକାଶ ହଉଛି? 2 ବର୍ଷ ହେଇଗଲା, କୌଣସି ଗୋଟେ ଦେଖିଲ ଏତେ ଇଣ୍ଡଷ୍ଟ୍ରି, ଏତେ ଲକ୍ଷ ଟଙ୍କାର, 10 ଲକ୍ଷ ଟଙ୍କାର, 10,000 କୋଟି ଟଙ୍କାର, 20,000 କୋଟି ଟଙ୍କାର, ଏଠି ଷ୍ଟିଲ, ସେଠି ମାଇନି, କଣ କୋଉଠି କମାର୍ସିଆଲ ହେଲାଣି 2 ବର୍ଷ ଭିତରେ? କରିଥିଲା ଜାନକୀ ପଟ୍ଟନାୟକ, 1000 ଦିନେ 1000 କୋଟିରେ 1000 ଶିଳ୍ପ। ଯାହା ଆସ ମୋ ସାଥିରେ ଯିବ କିଟ୍ସ ଧରି, ଚନ୍ଦ୍ରଶେଖରପୁର, ରସୁଲଗଡ଼, ଜଗତପୁର, ଭଦ୍ରକ, ବାଲେଶ୍ୱର, କଳାହାଣ୍ଡି, ସୁନ୍ଦରଗଡ଼, ବଲାଙ୍ଗୀର, ଖୋର୍ଦ୍ଧା, ଜଟଣୀ, ଚନ୍ଦକା, ଆମର ଛତାବର, ପାତ୍ରପଡ଼ା, ଭଗବାନପୁର, ଯାହା ଦେଖ କେତେ ଇଣ୍ଡଷ୍ଟ୍ରି ଠିଆ ହେଇଛି। କରିଥିଲା କଂଗ୍ରେସ, ଜାନକୀ ପଟ୍ଟନାୟକ। ଇଏ କେବଳ ପବନ କଥା କହି କହିକି 2 ବର୍ଷ ଗଲାଣି, ଆଉ 2 ବର୍ଷ ଗଲେ ଡଙ୍ଗା ବୁଡ଼ିଲା। ଆଉ କଣ? ଏମାନେ କହୁଥିଲେ ଓଡ଼ିଶାକୁ ବିକଶିତ କରିବେ, କିନ୍ତୁ ଆଜି ସାରା ବିଶ୍ୱରେ ଓଡ଼ିଶାକୁ ଏମାନେ ନିନ୍ଦିତ କରୁଛନ୍ତି। ଏକଦମ ନିନ୍ଦିତ। ନାରୀ ନିର୍ଯାତନା ନମ୍ବର 1 ଓଡ଼ିଶା, ଚୋରିରେ ନମ୍ବର 1 ଓଡ଼ିଶା, ଡକାୟତରେ ନମ୍ବର 1 ଓଡ଼ିଶା, ମାଇନିଂ ହଡପରେ ନମ୍ବର 1 ଓଡ଼ିଶା। ବିଜେପିର କର୍ମୀ ମାନେ, ନେତା ମାନେ ମୋରମ ଯୁଆଡେ ପାଉଛନ୍ତି ଟାଣି ଦଉଛନ୍ତି, ବାଲି ଯୋଉ ନଦୀରୁ ପାଉଛନ୍ତି ନେଇଯାଉଛନ୍ତି, ପଥର ନେଇଯାଉଛନ୍ତି, କଗଡା ପଥର ନେଇଯାଉଛନ୍ତି, ଚିପ୍ସ ନେଇଯାଉଛନ୍ତି। ଲୁଣ୍ଠନ ଚାଲିଛି ଓଡ଼ିଶାରେ। ଏ ଅପାରଗ ସରକାର, ମୋହନ ସରକାର, ଲୁଣ୍ଠନ ସରକାର। ଆଉ ଅଳ୍ପ ଦିନ ପରେ ଆର ମାନେ କଣ ସ୍ଥିତି